সেবা করি আনন্দময় হোক চেতনা উদ্ভাস, সাথে যার দয়াময় যায় তার সব ভয়, সাথে যার দয়াময় যায় তার সব ভয়, জরা ব্যাধি মরণের হইবে নাশ। চেতনা বিহার আকাশ আকাশ, চেতনা বিহার আকাশ, মায়া মোহ যার ছিলে প্রিয় পরমের, মায়া মোহ যার ছিলে প্রিয় পরমের, উদ্গতি করো অভিলাষ, চেতনা বিহার আকাশ আকাশ, চেতনা বিহার আকাশ আকাশ, চেতনা বিহার আকাশ। জয় গুরুদেব। জয় গুরু। খুব সুন্দর ভাবে ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସ୍ୱାମୀ ବସନ୍ତ ଭାଇ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ খুব সুন্দর ভাবে পরম ପୂଜ୍ୟ ଶ୍ରୀ ଦାଦାଙ୍କର ବିରଚିତ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ପୁନର୍ବାର ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁଦେବ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟ ବିଷ୍ଣୁ ଭାଇ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡ଼ା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ। ଖିଳ ବିଶ୍ୱର ତୁମେ ଅଧୀଶ୍ୱର, ତୁମରି କଳନା ମାନସ ମନ୍ଦିରେ ତୁମେ ମୋ ଚେତନା, ମାନସ ମନ୍ଦିରେ ତୁମେ ମୋ ଚେତନା, ପରବ୍ରହ୍ମ ରୂପ ପରବ୍ରହ୍ମ ରୂପ ନିଖିଳ ବିଶ୍ୱର ତୁମେ ଅଧୀଶ୍ୱର, ତୁମରି କଳନା ନାରୀ, ତୁମରି କଳନା ନାରୀ, ମାନସ ମନ୍ଦିରେ ତୁମେ ମୋ ଚେତନା, ମାନସ ମନ୍ଦିରେ ତୁମେ ମୋ ଚେତନା, ପରବ୍ରହ୍ମ ରୂପ ପରବ୍ରହ୍ମ ରୂପ ନିଖିଳ ବିଶ୍ୱର ତୁମେ ଅଧୀଶ୍ୱର, ତୁମରି କଳନା ନାରୀ, ତୁମରି କଳନା ନାରୀ, ନୟନରେ ମୋର ତୁମେ ନିରାକାର, ବ୍ୟାପ୍ତ ହୋଇ ଚରାଚର, ସ୍ଥାବର ଜଙ୍ଗମ ତୁମରି ବିଭୂତି, ଆସିଛ ହୋଇ ସାକାର, ନୟନରେ ମୋର ତୁମେ ନିରାକାର, ବ୍ୟାପ୍ତ ହୋଇ ଚରାଚର, ସ୍ଥାବର ଜଙ୍ଗମ ତୁମରି ବିଭୂତି, ଆସିଛ ହୋଇ ସାକାର, କିପରି କରିବି ବନ୍ଦନ ତୁମରି, କିପରି କରିବି ବନ୍ଦନ ତୁମରି, କୃପା କର ଦୟା ବହି,
কৃপা কর দয়া নিখিল বিশ্বর তুমি অধীশ্বর তুমরি কলনা নাই তুমরি কলনা নাই হৃদয়ে মোহর বাজে তুম সুর মূর্ছনা সঙ্গীত গাই শ্রীহরি উঠিলা তনু মন মোর পুলকে প্রাণ ভরাই হৃদয়ে মোহর বাজে তুম সুর মূর্ছনা সঙ্গীত গাই শ্রীহরি উঠিলা তনু মন মোর পুলকে প্রাণ ভরাই দয়াময় তুমে দয়ার সাগর দয়াময় তুমে দয়ার সাগর নাম প্রেমে দেল ধোই নাম প্রেমে দেল ধোই নিখিল বিশ্বর তুমি অধীশ্বর তুমরি কলনা নাই মানস মন্দিরে তুমি মুচেতন মানস মন্দিরে তুমি মুচেতন পর ব্রহ্ম রূপ হই পর ব্রহ্ম রূপ হই নিখিল বিশ্বর তুমি অধীশ্বর তুমরি কলনা নাই তুমরি কলনা নাই তুমরি কলনা নাই রাধে জয় গুরু কৃষ্ণ সমস্ত জয় গুরু। যাই হোক, খুব সুন্দর ভাবে আমরা বিষ্ণু কণ্ঠশিল্পী আমার ସଦ୍ୟ ବିଷ୍ଣୁ ଭାଇ ଶ୍ରୀକୃଷ୍ଣ ବିଷ୍ଣୁଚନ୍ଦ୍ର ପରିଡ଼ା ଖୁବ୍ ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ କଣ୍ଠଶିଳ୍ପୀ ଆମ ସଦ୍ୟ ମଧୁମିତା ମା ଶ୍ରୀମତୀ ମଧୁମିତା ଭଳ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଆଉ ଥରେ ଅନୁରୋଧ କରୁଛି ବର୍ତ୍ତମାନ ପରବର୍ତ୍ତୀ ଭଜନ କରିବେ। ଜୟ ଗୁରୁ ମା ଜୟ ଜୟ ଗୁରୁ ଆଜ୍ଞା। ଗୁରୁ। ଅଧର ତୁମେ ଦେଇଛ ଧରା ଧରଣୀ ଧୂଳି ପରେ ଅଧର ତୁମେ ଦେଇଛ ଧରା ଧରଣୀ ଧୂଳି ପରେ କୃତି ସୁନ୍ଦର କୃତି କଲ୍ଲୋଳ ମାନବ ବିଗ୍ରହରେ ଅଧର ତୁମେ ଦେଇଛ ଧରା ଧରଣୀ
তুমি আদি সুন্দর অমৃত তুমি অমৃতময় তুমরি সাধনা আনন্দ তুমি আনন্দময় তুমি আদি সুন্দর কারণ তুমি করুণ তোমার বিশ্বমধ্যে ঝরে অধর তুমি তেজ ধরা ধরণী ধূলি পরে অধর তুমি তেজ ধরা ধরণী ধূলি তুমি যে জ্যোতির্ময় নিজে নিচর পরম প্রেম অনুপম হৃদয়েশ্বর তুমি যে জ্যোতির্ময় উপম তুমি নিজে নিচর পরম প্রেম জীবন সুধা ঝরে অধর তুমি ধরণী ধূলি পরে অধর তুমি ধরণী ধূলি পরে অসুমারি মন বেদনা বেঘোর পথে ঘুরে অসুর পথ মায়া মধুরে প্রাপ্তি আশারে মরে অসুমারি মন বাসনা বেঘোর পথে ঘুরে অসুর পথ মায়া মরুরে প্রাপ্তি আশারে মরে বুঝে না সে যে তোমা প্রাপ্তিরে সব প্রাপ্তি সবে অধর তুমি দেছ ধরা ধরণী ধূলি পরে অধর তুমি দেছ ধরা ধরণী ধূলি পরে শ্রুতি সুন্দর শ্রুতি কল্লোল মানব বিগ্রহে অধর তুমি দেছ ধরা ধরণী ধূলি জয় করে ক্ষমা চাହୁଁଛି দাদা গলা ଖରାପ ହେଇଯାଇଛି ଜୟ ଭାଇ ଜୟ ବହୁତ ଆଜ୍ଞା ଜୟ ଗୁରୁ ଦାଦା, ଜୟ ଗୁରୁ। ସୁନ୍ଦର ହେଇଛି, ବହୁତ ଲାଗିଲା ଜୟ ଜୟଗୁରୁ ମାଙ୍କର ମଙ୍ଗଳ ହଉ, ପରିବାର ଆଜ୍ଞା ମଙ୍ଗଳ ଆଜ୍ଞା ଜୟ ଗୁରୁ ଆଜ୍ଞା ଜୟ ଆଜ୍ଞା ଜୟଗୁରୁ ଦେବ ଭାଇ ଆପଣଙ୍କର ମଙ୍ଗଳ ହଉ, ଆପଣ ତ ମଙ୍ଗଳ ଅଧିକାରୀ ଅଛନ୍ତି। ମୁଁ ବା ଅଧିକା ଜୟଗୁରୁ ଜୟଗୁରୁ ଆଜ୍ଞା ଜୟ ଗୁରୁ।
খুব সুন্দর ভাবে সমুদ্র কণ্ঠରେ ଆମର ବିଶ୍ୱ କଣ୍ଠଶିଳ୍ପୀ ଆମର ସଦ୍ୟ ମଧୁମିତା ମା ଶ୍ରୀମତୀ ମଧୁମିତା ଭଳ খুব ସୁନ୍ଦର ଭାବେ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଆଜ୍ଞା। ଜୟ ଗୁରୁ। ଆମର ପୂଜ୍ୟ ପ୍ରଭାତ ଦାସ ତାଙ୍କର କମେଣ୍ଟସ୍ ପାଇଁ ଆମେ ତାଙ୍କର ସୁସ୍ଥ ସୁଦୀର୍ଘ ନିରାମୟ ଜୀବନ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା। ଜୟ ଗୁରୁ ଦାଦା, ଜୟ ଗୁରୁ। ଆଜ୍ଞା, ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ମୋର ସନ୍ଧ୍ୟା ମିତାଲି ମା ଶ୍ରୀମତୀ ମିତାଲି ରଥ ପରବର୍ତ୍ତୀ ଭଜନ ପରିବେଷଣ। ଜୟ ଗୁରୁ ଦାଦା। ଜୟ ଗୁରୁ ମା, ଜୟ ଗୁରୁ। ଦୃଷ୍ଟିର ନିମିଷେ ହୃଦୟ ପୁଲକେ, ଦୃଷ୍ଟିର ନିମିଷେ ହୃଦୟ ପୁଲକେ, ମଧୁଖୟ ପ୍ରୀତି ଝରା ପ୍ରଭୁ କେଉଁ ପାଦାନି ଗଡ଼ା, प्रभु तुम तुम पगन क्यों पदानी गड़ा, दृष्टिर निमिषे हृदय पुलके, मधुक्षण प्रीति झरा प्रभु क्यों पदानी गड़ा, प्रभु तुम मन पवन क्यों पादानी गड़ा, हसरु की सती मुकुत झरुछि, अभय श्री करतला, बचन सुंदर सुधार भंडार, किणिनी जन मन, हे विश्वमान को पाइछि, लभिछि मु मुक्ति परा, प्रभु क्यों पादानी गड़ा, प्रभु तुम मन पवन क्यों पादानी गड़ा, प्रभु क्यों पादानी गड़ा, आहि प्रेम माया देइछ भाया, देइछ प्रतिस्तुति, जजन जाजन इष्टवृत्ति काले कटि जाए महाकृति, আজি মো বুঝুছি সকল জীবনে, আজি মো বুঝেছি সকল জীবনে, শান্তি স্বস্তি প্রীতি ঝরা, প্রভু क्यों पादानी गड़ा, प्रभु तुम मन पावन क्यों पादानी गड़ा, दृष्टिर निमिषे हृदय पुलके, मधुखय प्रीति झरा, प्रभु क्यों पादानी गड़ा, प्रभु क्यों पादानी गड़ा। जय गुरु। जय गुरु दादा। हाँ, जय गुरु मा, जय। खूब सुंदर समुद्र कंठरे आमर विष्ट कण्ठशिल्पी आमर सद्या मिताली मा श्रीमती मिताली रथ खूब सुंदर भजन परिवेशन कले। परिवार समस्त सार्विक मंगल ठाकुर श्रीचरण प्रार्थना। जय गुरु मा। वर्तमान जय गुरु परवर्ती भजन परिवेशन करेंगे आमर अन्यतम विष्ट कण्ठशिल्पी आम सद्या किरणगला मा श्रीमती किरणगला चौधरी परवर्ती भजन परिवेशन करेंगे। जय गुरु दादा। जय गुरु। पासे पासे मोर अछ निरंतर, तुमको जाइछि भूली,
ତୁମକୁ ଯାଇଛି ଭୁଲି। ପାଶେ ପାଶେ ମୋର ଅଛ ନିରନ୍ତର, ତୁମକୁ ଯାଇଛି ଭୁଲି। ତୁମକୁ ଯାଇଛି ଭୁଲି। ବୁଝିପାରିଲିନି ତୁମକୁ ପ୍ରଭୁ ହେ, ବୁଝିପାରିଲିନି ତୁମକୁ ପ୍ରଭୁ ହେ, ଏତେ ଦୟାବନ୍ତ ବୋଲି, ଏତେ ଦୟାବନ୍ତ ବୋଲି, ଏତେ দয়াবন্ত বলি। পাশে পাশে মোর অছ নিরন্তর, ତୁମକୁ ଯାଇଛି ଭୁଲି। ତୁମକୁ ଯାଇଛି ଭୁଲି। ଆଲୋକ ଆଡ଼କୁ କରିଦେଇ ପଛ, ଅନ୍ଧାରେ ଉଣ୍ଡାଳି ଚାଲୁଥିଲି ପଥ। ଆଲୋକ ଆଡ଼କୁ କରିଦେଇ ପଛ, ଅନ୍ଧାରେ ଉଣ୍ଡାଳି ଚାଲୁଥିଲି ପଥ। ଛନ୍ଦି ଦେଲ ମୋର ପ୍ରଭୁ ହେ, ଛନ୍ଦି ଦେଲ ମୋର ହାତେ ତୁମ ହାତ, ଛନ୍ଦି ଦେଲ ମୋର ହାତେ ତୁମ ହାତ। ବିପଦକୁ ଦେଲ ଟାଳି, ଏତେ দয়াবন্ত ବୋଲି, এতে দয়াবন্ত বলি। পাশে পাশে মোর অছ নিরন্তর, ତୁମକୁ ଯାଇଛି ଭୁଲି। ତୁମକୁ ଯାଇଛି ଭୁଲି। হে করুণাময় করুণা সাগর, তুম করুণার বিন্দু মাতর। হে করুণাময় করুণা সাগর, তুম করুণার বিন্দু মাতর। কাহান্তি উষার প্রভু হে, কাহান্তি উষার অরুণিমা তুমে, কাহান্তি উষার অরুণিমা তুমে। মোর প্রীতি অর্ঘ্য দেলি, এতে দয়াবন্ত বলি, এতে দয়াবন্ত বলি। পাশে পাশে মোর অছ নিরন্তর, ତୁମକୁ ଯାଇଛି ଭୁଲି। ତୁମକୁ ଯାଇଛି ଭୁଲି। ବୁଝିପାରିଲିନି ତୁମକୁ ପ୍ରଭୁ ହେ, ବୁଝିପାରିଲିନି ତୁମକୁ ପ୍ରଭୁ ହେ, ଏତେ ଦୟାବନ୍ତ ବୋଲି, ଏତେ দয়াবন্ত ବୋଲି, এতে দয়াবন্ত বলি। পাশে পাশে মোর অছ নিরন্তর, ତୁମକୁ ଯାଇଛି ଭୁଲି। ତୁମକୁ ଯାଇଛି ଭୁଲି। ତୁମକୁ ଯାଇଛି ଭୁଲି। জয় গুরু দাদা। জয় গুরু।
খুব সুন্দর সমুদ্র কণ্ঠরে আমার বিষ্ট কণ্ঠশিল্পী আমার শ্রদ্ধা কিরণবালা মা শ্রীমতী কিরণবালা চৌধুরী খুব সুন্দর ভাবে এবং সম্মানীয় জয়ন্তী মা শ্রীমতী জয়ন্তୀ ସ୍ୱାଇଁଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜୟ ଗୁରୁ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ଶ୍ରଦ୍ଧା ରବ ଭାଇ ଠାକୁରଙ୍କର ପବିତ୍ର ପଞ୍ଜାବରେ କର୍ମୀ ଶ୍ରୀ ରବୀନ୍ଦ୍ରନାଥ ବିଷୋୟୀ ଏବଂ ତାଙ୍କର ପରିବାର କୀର୍ତ୍ତନ ପରିବେଷଣ କରିବେ। दादा जय गुरु। ଜୟ ଗୁରୁ ଜୟ ଗୁରୁ। सत्संग परिचालक महोदय श्रीयुक्त देवेन्द्रनाथ दलई दादा सर्वप्रथमे मोर रीति जय गुरु। सत्संग उपस्थित मोर रीतिक देवता मंडली अधुर्जु जाजक कर्मी देवता मंडली प्राणर गुरु भाई और मातृमंडली कुना कुनी पिला माने गुणी ज्ञानी मानी सज्जन मुंद समस्त को मोर राव जय गुरु प्रणाम ग्रहण करेंगे। आसिचंती आदि नवद्वीपरू ए नदिया गौरा आदि आसिचंती आदि आसिचंती आदि नवद्वीपरू सोनार गौरा आदि आसिचंती आदि घरे घरे से बांटी दियंती घरे घरे से मन प्राण रे भरी दियंती मन प्राण रे घरे घरे से बांटी दियंती घरे मन प्राण रे भरी दियंती मन प्राण प्रेम पसरा घरे घरे से आसिचंती आदि नवद्वीपरू नदिया गौरा आदि आसिचंती आदि आसिचंती आदि नवद्वीपरू सोनार गौरा आदि आसिचंती घरे घरे से बांटी दियंती घरे घरे मन प्राण रे भरी दियंती मन प्राण प्रेम पसरा घरे घरे से आसिचंती आदि नवद्वीपरू नदिया गौरा आदि आसिचंती आदि बीती केते दिवस राति केते जन्म जाइछि बीती केते बीती केते दिवस राति केते जन्म जाइछि बीती केते परम पिता तो पाखे अछंती परम पिता परम पिता
পিতা তো পাখে অছন্তি এ পরম পিতা ধরা এলো তর্ক ধারা এ পরম পিতা তো আসিছন্তি আদি নবদ্বীপରୁ নদিয়া গৌরা ভাই আসিছন্তি আদি ভাই আসিছন্তি ଆଜି ନବଦ୍ୱୀପରୁ ସୁନାର ଗୌରା ଆଜି ଆସିଛନ୍ତି ଚିର ନୁହଁ ଇଏ ଧନ ଦରବ ଅଢ଼େଇ ଦିନ ଏ ଦମ୍ଭ ଗୌରବ ଏ ଚିର ନୁହଁ চির নୁହଁ ଇଏ ଧନ ଦରବ ଅଢ଼େଇ ଦିନ ଏ ଦମ୍ଭ ଗୌରବ ଏ ଚିର ନୁହଁ ଏ ଅନ୍ଧାର ବନେ ତୁ ଅନ୍ଧ ବାଟୋଇ ଏ ଅନ୍ଧାର ବନ ଏ ଅନ୍ଧାର ବନେ ତୁ ଅନ୍ଧ ବାଟୋଇ ଏ ଅନ୍ଧାର হয়েছে পত হরা এ অন্ধার বনে আসিছন্তি আদি নবদ্বীপରୁ নদিয়া গৌরা ভাই আসিছন্তি ভাই আসিছন্তি আদি নবদ্বীপରୁ ସୁନାର ଗୌରା ଭାଇ ଆସିଛନ୍ତି এই শ্রীরাম রঘুরতন নন্দনন্দন সে রাধার মন এই শ্রীরাম এই শ্রীরাম রঘুরতন নন্দনন্দন সে রাধার মন এই শ্রীরাম এই যিশু বুদ্ধর সুর মহম্মদ এই যিশু এই যিশু বুদ্ধর সুর মহম্মদ এই প্রেম দিয়ন্তি ধরা ভাই এই যিশু বুদ্ধ আসিছন্তি আদি নবদ্বীপରୁ নদিয়া গৌরা ভাই আসিছন্তি এই যে সুবোধর সুর মহম্মদ এই যে সুবোধর সুর মহম্মদ প্রেম দিয়ন্তি ভাই এই যে সুবোধ আসিছন্তি আদি নবদ্বীপରୁ নদিয়া গৌরা আদি আসিছন্তি এ ঘরে ঘরে সে বাটি দিয়ন্তি এ ঘরে ঘরে সে এ মন প্রাণরে ভরি দিয়ন্তি এ মন প্রাণ প্রেমা পতরা এ ঘরে ঘরে সে আসিছন্তি আদি নবদ্বীপରୁ নদিয়া গৌরা ভাই আসিছন্তি আদি ভাই আসিছন্তি আদি নবদ্বীপରୁ
ସୁନାର ଗୌରା ଭାଇ ଆସିଛନ୍ତି ଦାଦା ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ରବ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାରୀ କର୍ମୀ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ବିଷୋୟୀ ଏବଂ ତାଙ୍କର ସୁକନ୍ୟା ମିଳିତ ଭାବରେ ଖୁବ ସୁନ୍ଦର ଭାବରେ ଏହି କୀର୍ତ୍ତନ ପରିବେଷଣ କଲେ। ରବ ଭାଇ ଏବଂ ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରେ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ଏହି ସତ୍ସଙ୍ଗ ଆଉ ଆଜିର ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ସୁର ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାରୀ କର୍ମୀ ଯୁକ୍ତ ସୁରେନ୍ଦ୍ର କୁମାର ଦାସ ଏବଂ ତାଙ୍କର ପରିବାର ସମସ୍ତଙ୍କର ସର୍ବଜ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ଆରତୀ ମା ଶ୍ରୀମତୀ ଆରତୀ ରାଣୀ ସମଦାର ଆମର ସମ୍ମାନୀୟ କର୍ଣ୍ଣଦେବ ଭାଇ ଶ୍ରୀଯୁକ୍ତ କର୍ଣ୍ଣଦେବ ସହଦାର ଓଏସ୍ ଏବଂ ଆରତୀ ମାଙ୍କର ଆଜି ହେଉଛି ବିବାହ ବାର୍ଷିକ ଆଉ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା ଜଣାଇବା ଆଉ ସେମାନଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁ ନେଇ ଆହୁରି ଉତ୍ତରୋତ୍ତର ଅଗ୍ରସର ହଉ ଆଉ କର୍ଣ୍ଣଦେବ ଭାଇ ଆରତୀ ମା ତାଙ୍କ ପରିବାର ସମସ୍ତଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ସର୍ବଦ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମ୍ମାନୀୟ ଲଲଟେନ୍ଦୁ ଭାଇ ଶ୍ରୀଯୁକ୍ତ ଲଲଟେନ୍ଦୁ ପଟ୍ଟନାୟକ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତିକ ଅଧ୍ୟୁଜ ଯାଜକ ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସପ୍ରତିନିଧିକ ପୂଜ୍ୟ ସର୍ବଶ୍ରୀ ବିଜୟଭୂଷଣ ମିଶ୍ର ବିଚିତ୍ରାନନ୍ଦ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଭାଗବତ ପ୍ରସାଦ ପଣ୍ଡା ଡକ୍ଟର ନଗେନ୍ଦ୍ର ସ୍ୱାଇଁ ଡକ୍ଟର ସୀତାକାନ୍ତ ଦାସ ଡକ୍ଟର ସୁମନ୍ତ କୁମାର ମିଶ୍ର ଡକ୍ଟର ପବିତ୍ର କୁମାର ମେକବ ଦିବାକର ସ୍ୱାଇଁ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା ଇଞ୍ଜିନିୟର ଜଗନ୍ନାଥ ବିଶ୍ୱାଳ ଇଞ୍ଜିନିୟର ଶରତ କୁମାର ଦାସ ଇଞ୍ଜିନିୟର ଯୁବରାଜ ପ୍ରସାଦ ଇଞ୍ଜିନିୟର ସଚ୍ଚିଦାନନ୍ଦ ମଲ୍ଲିକ ଜଗଦୀଶ ସାହୁ ମୁକୁନ୍ଦ ପ୍ରସାଦ ସେନାପତି ନିମାଇ ଚରଣ ଦାସ ପ୍ରଭାତ କୁମାର ସାହୁ ପ୍ରଶାନ୍ତ କୁମାର ସିଂ ବର୍ଷ ମାଣିକ ରମେଶ ଚନ୍ଦ୍ର ନାୟକ ରଘୁନାଥ ବସ୍ତିଆ ରଜନୀକାନ୍ତ ପଣ୍ଡା ରବୀନ୍ଦ୍ରନାଥ ପ୍ରଧାନ ଆଉ ସୁଭାଷ ଚନ୍ଦ୍ର ଦାସ ତାରାକାନ୍ତ ବେହେରା ପ୍ରଫେସର ହୃଦୟନନ୍ଦ ତ୍ରିପାଠୀ ପ୍ରଫେସର ଉଗ୍ରସେନ ଲେଖା ଏଇଭଳି ଅନେକ ପୂଜ୍ୟ ରୀତି ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ ଆଉ ଆମ ପାଖରେ ଠାକୁରଙ୍କ କଥା ଯେତେବେଳେ ଧରିବେ ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କ ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଜଣେ ବିଜ୍ଞପ୍ତିଜ୍ଞ ବ୍ୟକ୍ତିତ୍ୱ ଜଣେ ସୁବକ୍ତା ଆଉ ଅନେକ ଅନୁଭୂତି ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିତ୍ୱ ପ୍ରତିଦିନ ସେ ଆମ ସହିତ ସତ୍ସଙ୍ଗରେ ସାମିଲ ଥାନ୍ତି ଆଉ ସେ ହେଲା ଆମର ସମ୍ମାନୀୟ ପ୍ରଭାକର ଭାଇ ସମସ୍ତେ ଆମେ ଜାଣିଛେ ଆମେ ସେ କଥା ସବୁ କହିଥାଉ। ଆମର ସତ୍ସଙ୍ଗର ଅନେକ ଆଡ଼େ ଯେଉଁ ସବୁ ସତ୍ସଙ୍ଗ କେନ୍ଦ୍ର ମନ୍ଦିର ସବୁ ନିର୍ମାଣ ଅଛି ସବୁ ତାଙ୍କର ଇଞ୍ଜିନିୟରିଂ ଡିଜାଇନ ପ୍ଲାନିଂ ଆଉ ଏସବୁ ଭିତରେ ପରମ ପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କର ଆଶୀର୍ବାଦ ଇଚ୍ଛା କ୍ରମେ ବା ପୂଜ୍ୟ ବିନୟ ତାଙ୍କର ନିର୍ଦ୍ଦେଶ କ୍ରମେ ଏସବୁ ତାକୁ ସମ୍ପାଦନ କରନ୍ତି। ସେ ହେଲା ଆମର ସମ୍ମାନୀୟ ପ୍ରଭାକର ଭାଇ ଇଞ୍ଜିନିୟର ପ୍ରଭାକର ଦାସ ଆଜି ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି ଠାକୁରଙ୍କ ହାତକୁ ଧରିବେ ତାଙ୍କୁ ଅନୁରୋଧ କରିବା ଆଲୋଚନା ଆରମ୍ଭ କରିବେ। ଇଞ୍ଜିନିୟର ପ୍ରଭାକର ଦାସ ଆଜ୍ଞା ଜୟ ଗୁରୁ ଆଜ୍ଞା ଜୟ ଗୁରୁ ଜୟ ଗୁରୁ ଦେବେନ୍ଦ୍ର ଭାଇ ସାଉଣ୍ଡ କ୍ଲିୟର ଅଛି? ଜୟ ଗୁରୁ ଆଜ୍ଞା ହଁ ଜୟ ଜୟ Cordially welcome. Cordially welcome. ଆଜ୍ଞା ଜୟଗୁରୁ ଜୟ ମୁଁ ଗୁରୁ କହିଲି ଜୟ ଗୁରୁ cordially welcome ଜୟଗୁରୁ। ଜୟ ପରମ ପ୍ରେମ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ପୂଜନୀୟ ମା ପୂଜ୍ୟପାଦ ବଡ଼ଦା ପୂଜ୍ୟ ଆଚାର୍ଯ୍ୟ ଦେବଙ୍କ ଚରଣରେ କୋଟି କୋଟି ପ୍ରଣାମ। ପୂଜ୍ୟ ରୀତିଗୀତ ମଣ୍ଡଳୀ ସତ୍ସଙ୍ଗ ପ୍ରେମୀ ମା ଓ ଭାଇମାନେ ଯେଉଁମାନେ ସତ୍ସଙ୍ଗରେ ଗ୍ରହଣ କରିଛନ୍ତି ସମସ୍ତଙ୍କୁ ମୋର ଆନ୍ତରିକ ଆଉ ଜୟ। ସବୁଦିନ ଭଳି ଚାନ୍ଦୋଳରେ ଇଏ ସତ୍ସଙ୍ଗ ଚାଲିଛି। ସେଇଭଳି ବି ମଝିରେ ମଝିରେ ଆମମାନଙ୍କୁ ଏ ଠାକୁରଙ୍କ କଥା ଟିକେ କହିବା ପାଇଁ ସୁଯୋଗ ମିଳୁଛି। ମନ ଭିତରେ ଭୟ ଆସେ ଯେ ଠାକୁରଙ୍କ କଥା କ'ଣ କହିବି, ଏଡ଼େ ବଡ଼ ପ୍ଲାଟଫର୍ମ
ଏଡ଼େ ବଡ଼ ବିଜ୍ଞ ଜ୍ଞାନୀ ଲୋକମାନେ ସବୁ ଅଛନ୍ତି, କହିଲା ବେଳେ କାଳେ କିଛି ଟିକେ ଭୁଲ ଭଟକ ହେଇଯିବ, ମନରେ ବହୁତ ସମ୍ଭ୍ରମତା ଆସେ। ତଥାପି ଠାକୁରଙ୍କ ପାଖରେ ପ୍ରାର୍ଥନା କରେ, ପ୍ରଭୁ ଆପଣ ଦୟା ହିଁ କରନ୍ତୁ, କ'ଣ ବିପଦ କହେଁ ଯେମିତି ଲୋକଙ୍କ ମନରେ କିଛି ଭ୍ରାନ୍ତି ସୃଷ୍ଟି ନ ହୁଏ। ଯାହା ହଉ ଆମେ ଯିବା ସେଇ ଠାକୁରଙ୍କର ପ୍ରାର୍ଥନାକୁ, ସକାଳ ସନ୍ଧ୍ୟାରେ ଆମେ ନିୟତ ପ୍ରାର୍ଥନା କରନ୍ତି। ଏକମ୍ ନିତ୍ୟମ୍ ବିମଳମଚଳମ୍ ସର୍ବାଦି ସାକ୍ଷୀଭୂତମ୍ ଭାବାତୀତମ୍ ତ୍ରିଗୁଣ ରହିତମ୍ ସଦ୍ଗୁରୁତମ୍ ନମାମି। କିନ୍ତୁ ଏଇ ଯୋଉ ପ୍ରାର୍ଥନା ଆମେ ସକାଳ ସନ୍ଧ୍ୟା କରନ୍ତି, ଆଚାର୍ଯ୍ୟଦେବ କହନ୍ତି ପ୍ରାର୍ଥନା କଲାବେଳେ ତାର ଯଦି ଅର୍ଥ ବୁଝି ଆମେ କରନ୍ତି ତାହେଲେ କିଛି ଉପକାରରେ ଲାଗେ। ଏଇ ଯୋଉ ଏକମ୍ ନିତ୍ୟମ୍, ଏଇ ଏକତ୍ୱ ଭାବ, এই ଏକତ୍ୱ ଭାବ ଆମ ଭିତରେ ଆସିଲାଣି ତ? ତାଙ୍କ ଜୀବନରେ କିଳକେନ୍ଦ୍ର କରି ଆମେ ଚାଲିଛନ୍ତି ତ? ତାଙ୍କୁ ଜୀବନରେ ମୁଖ୍ୟ କରି ଆଉ ସବୁକୁ ତୁଚ୍ଛ କରିଦେଇ ପାରିଛନ୍ତି ତ? ଆମେ ସମସ୍ତେ କହୁ ଈଶ୍ୱର ସର୍ବଶକ୍ତିମାନ, ସେ ତ୍ରିକାଳଦର୍ଶୀ, ତାଙ୍କ ଦୟାରେ ସବୁକିଛି ସମ୍ଭବ। ଏ ଦୁନିଆଟା ଚାଲିଛି ତାଙ୍କରି ନିର୍ଦ୍ଦେଶରେ। ଏଗୁଡ଼ା ଖାଲି କଥାରେ କହୁ, ଏଟା ପ୍ରକୃତରେ ଆମର ଅନୁଭବରେ କେବେ ଆସେ ନା। କାରଣ ଯଦି କୌଣସି ଦିନ ସବୁପରି ଯଦି କୌଣସି ଦିନ ଆମେ ଖବର ପାଉ ଯେ ଗାଁକୁ ଗୋଟେ ବାବା ଆସିଛନ୍ତି ଯିଏକି ତ୍ରିକାଳଦର୍ଶୀ, ଆଗତ ଭବିଷ୍ୟତ ସବୁ କହିପାରନ୍ତି, ସଙ୍ଗେ ସଙ୍ଗେ ଆମେ ପ୍ରସ୍ତୁତି ହେଇଯାଆନ୍ତି ବାବାଙ୍କ ପାଖକୁ ଯାଇକରି ଟିକେ ମୋର ଭବିଷ୍ୟତ ଜାଣିବା ପାଇଁ, ଆଗତ ଭବିଷ୍ୟତ ଟିକେ ଜାଣିବା ପାଇଁ ମନରେ ବହୁତ ଉଙ୍କି ମାରେ। ଆଉ ଆମେ ବି ଚାଲିଯାଆନ୍ତି ସେତେବେଳକୁ। ସେତେବେଳେ ସେଇ ଏକତ୍ୱ ଭାବ ମନ ଭିତରେ ଆଉ ଆସେ ନା। ତାଙ୍କ ତ୍ରିକାଳଦର୍ଶିତାକୁ ପରୀକ୍ଷା କରିବା ପାଇଁ ଇଭିନ୍ ଛାଡ଼ନ୍ତୁ ସାଧାରଣ ଲୋକଙ୍କ କଥା, ଆପଣ ସତ୍ସଙ୍ଗ କଥା କହିବା, ଯଦି କୌଣସି ଦିନ ଖବର ପାଉ ଯେ ଗୁରୁ ପରିବାର ଆଜି ଆସିଛନ୍ତି କି ଆଚାର୍ଯ୍ୟଦେବ ଆସିଛନ୍ତି, ସଙ୍ଗେ ସଙ୍ଗେ ସକାଳେ ଗାଧୋଇ ପାଧୋଇ ପ୍ରିପେୟାର ହେଇ ଆମେ ବାହାରି ଯାଆନ୍ତି। ଆମେ ଦୌଡ଼ି ଯାଆନ୍ତି ତାଙ୍କ ପାଖକୁ, ଆମର ଜୀବନର ଦୁଃଖ ଦୈନ୍ୟ ଅଭାବ ଅସୁବିଧା ସବୁ ତାଙ୍କ ଆଗରେ ନିଗାଡ଼ି ଦେବା ପାଇଁ। ଆମେ ଦୌଡ଼ି ଯାଆନ୍ତିନି ସେ କେମିତି ଆସିଛନ୍ତି, ରାସ୍ତାରେ ଆସିଲା ବେଳେ କିଛି ଅସୁବିଧା ହେଇନି ତ, ଏଇ ଯୋଉ ଜାଗାରେ ଅଛନ୍ତି ଏଠାରେ ତାଙ୍କର ସବୁ ସୁବନ୍ଦୋବସ୍ତ ହେଇଛି ତ, ସେଥିରେ ମୁଁ ଟିକେ କିଛି ଭାଗିଦାର ହେଇପାରିବି କି? ଏଇସବୁ କଥା ମନରେ ଆସେନି। ଆଚାର୍ଯ୍ୟଦେବ ଦୀର୍ଘ ରାସ୍ତା ପରିକ୍ରମ କରି ଆସିଥାନ୍ତି, କେତେବେଳେ ମନରେ ଆସେନି କି କଷ୍ଟ କରି ସେ ଆସିଛନ୍ତି। ତାଙ୍କର ଉପସ୍ଥିତି ହିଁ ମତେ ଆନନ୍ଦ ଦେଉ। ସିଏ ଯେ ଆସିଛନ୍ତି ଆମ ଜାଗାକୁ, ଏଇ ଉପସ୍ଥିତି, ତାଙ୍କ ଗହଣରେ ଯେ ମୁଁ ଆଜି ଅଛି, ଏଇଟା ହିଁ ମୋର ପରମ ଆନନ୍ଦ। ନାଇଁ, ମଣିଷ ସେଥିରେ ଶାନ୍ତି ହୁଏନି। ମଣିଷ ଦୌଡ଼ିଯାଏ ତାଙ୍କୁ ଆହୁରି ଭାରାକ୍ରାନ୍ତ କରିବା ପାଇଁ, ନିଜ ଜୀବନର ସମସ୍ତ ଦୁଃଖ କଷ୍ଟ ଅଭାବ ଅନଟନ ତାଙ୍କ ପାଖରେ ଉଜାଡ଼ି ବସେ। କେବେ ବି ମନରେ ଆସେ ନା ଯେ ତାଙ୍କର କ'ଣ ସୁବିଧା ଅସୁବିଧା ଅଛି ବୁଝିବା ପାଇଁ। ଆଉ ତାଙ୍କର ତ୍ରିକାଳଦର୍ଶିତାକୁ ଆୟୁଧ କରି ଅନେକ ଆଶୀର୍ବାଦ ଭିକ୍ଷା କରୁ, ତାଙ୍କ ପ୍ରତ୍ୟକ୍ଷରେ ବା ପରୋକ୍ଷରେ। এইটা ହେଲା ଆମର ମୁଖ୍ୟ କଥା। କିନ୍ତୁ
ଗୋଟେ କଥା ମନେ ପଡେ। ଥରେ ଗୋଟେ ଗାଁକୁ ଜଣେ ସାଧୁ ସନ୍ଥ ଆସିଥାନ୍ତି। ଗାଁ ସାରା ପ୍ରଚାର ହେଇଗଲା ଯେ ଜଣେ ସାଧୁ ଆସିଛନ୍ତି ଏ ଗାଁକୁ, ଯିଏକି ତ୍ରିକାଳଦର୍ଶୀ, ଆଗତ ଭବିଷ୍ୟତ ସବୁ କହିଦେଇ ପାରନ୍ତି। ସେ ଗାଁରେ ଜଣେ ଯୁବକ ଥିଲେ। ମନ ଭିତରେ ବହୁତ ଉତ୍କଣ୍ଠା ଆସିଲା। ସେଠୁ ଚାଲିଲେ ବାବାଙ୍କ ପାଖକୁ, ଯାଇକିରି ପାଦ ତଳେ ପଡି ବାବାଙ୍କୁ କହିଲେ, ବାବା ମତେ ଟିକେ କହିଦିଅନ୍ତୁ, ମୋର ଭବିଷ୍ୟତରେ, ଆପଣ ତ ତ୍ରିକାଳଦର୍ଶୀ, ମତେ ଟିକେ କହିଦିଅନ୍ତୁ ମୋ ଭବିଷ୍ୟତରେ କଣ କଣ ସବୁ ଅଛି। ବାବା ବଡା ଉଡୁଆରେ ପଡିଗଲେ। କଣ କହିବେ ସେ ପିଲାକୁ? କିନ୍ତୁ ପିଲାଟା ନଛୁଡୁ ବନ୍ଧା। ସେ ବାବାଙ୍କୁ ପ୍ରତି ମୋମେଣ୍ଟରେ ପାଦ ତଳେ ପଡି ରିକ୍ୱେଷ୍ଟ କରି ଚାଲିଲା, ପ୍ରଭୁ ମତେ ଟିକେ, ଆପଣ ତ ତ୍ରିକାଳଦର୍ଶୀ, ମୋର ଭବିଷ୍ୟତ ମତେ ଟିକେ କହିଦିଅନ୍ତୁ। ବାବା କିଛି ସମୟ ବସିଲା ପରେ ଅନୁରୂପା ହେଇ ପାଖରେ ଥିବା ଗୋଟେ ପଦ୍ମ କଡି ଆଣିକି ସେ ପିଲାଟିକୁ ଦେଲେ। କହିଲେ, ବାବା ଏଇ କଡିଟାକୁ ନେଇ ତମେ ତାକୁ ଧୀରେ ଧୀରେ ଏକାନ୍ତରେ ବସି ଧୀରେ ଧୀରେ ଏ କଡିଟାକୁ ଫୁଲରେ ପରିଣତ କର। ଆଉ ମୁଁ ଏଠି ବସି ତୁମର ଭବିଷ୍ୟତ ହିସାବ କରୁଛି। କିନ୍ତୁ ଗୋଟେ କଣ୍ଡିସନ, ଏ କଳିରୁ ଗୋଟିଏ ବି ପାଖୁଡା ଯେମିତି ନଷ୍ଟ ନ ହୁଏ। ଆଉ କଡିରୁ ଯଦି ଗୋଟାଏ ପାଖୁଡା ନଷ୍ଟ ହୋଇଯାଏ, ତାହେଲେ ଏଟା ତମ ଭବିଷ୍ୟତ ପରେ ଆସର ଆଣି ଦେଇପାରେ। ପିଲାଟି ମନେ ମନେ ଭାବିଲା, ଏଇ ତ ବହୁତ ସହଜ କଥା। ତେଣୁ କଡିଟା ନେଇକିରି ଚାଲିଗଲା ଗୋଟେ ଏକାନ୍ତ ଜାଗାକୁ। ମନୋନିବେଶୀ ସେ କଡିଟାକୁ ଧୀରେ ଧୀରେ ଗୋଟେ ପରେ ଗୋଟେ ମୋଡି ବାଙ୍କି ଚେଷ୍ଟା କଲା ଗୋଟେ ସୁନ୍ଦର ପଦ୍ମ ଫୁଲରେ ପରିଣତ କରିବା ପାଇଁ, ଯୋଉଟା କି କଡିର ଭବିଷ୍ୟତ। ବହୁ ଚେଷ୍ଟା ପରେ ନିରାଶ ହେଇ ସେଇ କ୍ଷତ ବିକ୍ଷତ କଢିଟି ଧରି ଆସି ଗୁରୁଙ୍କ ପାଖରେ ପହଞ୍ଚିଲା। ଆଉ ଗୁରୁଙ୍କୁ କହିଲା, ପ୍ରଭୁ ମୁଁ ହାରିଗଲି, ମୁଁ ପାରିଲି ନାହିଁ। ଏହା କହି ନିରାଶ ମନରେ ଫେରି ଯାଉଥିଲା। ଗୁରୁ ତାକୁ ଡାକି କହିଲେ, ଏମିତି ନିରାଶ ହେଇ ଫେରି ଯାଉଛ କାହିଁକି? ପିଲାଟି କହିଲା, ଶତ ଚେଷ୍ଟା କରିବି ଏ କଡିଟିକି ମୁଁ ଫୁଲରେ କରିପାରିଲି ନାହିଁ। ଆପଣ ଦେଇଥିବା କଥାଟାକୁ ପୂର୍ଣ୍ଣାଙ୍ଗ କରିପାରିଲି ନାହିଁ। ତେଣୁ ନିରାଶ ହେଇ ମୁଁ ଫେରି ଯାଉଛି। ସେତିକିବେଳେ ଗୁରୁ ତାକୁ ପାଖକୁ ଡାକିଥିଲେ ଆଉ କହିଥିଲେ, ଆରେ ତମେ ଯୋଉ ପ୍ରଶ୍ନ ପଚାରିଥିଲ? କହିଲା, ଆପଣ ତ କଣ୍ଡିସନ ରଖିଥିଲେ, ପଦ୍ମ କଡିରୁ ଫୁଲ କରିକି ଆଣିକି ଦେଲେ, ଆପଣ ମୋର ଭବିଷ୍ୟତ କହିବେ। କିନ୍ତୁ ମୁଁ ଯେହେତୁ କରିପାରିଲି ନାହିଁ, ସେଥିପାଇଁ ନିରାଶ ହେଇ ଫେରି ଯାଉଛି। କିନ୍ତୁ ଗୁରୁ କହିଥିଲେ, ନିରାଶ ହବାର କିଛି କଥା ହିଁ ନାହିଁ। ତମେ ପ୍ରଶ୍ନର ଉତ୍ତର ପାଇସାରିଛ। ପିଲାଟି କିଛି ବୁଝିପାରିନଥିଲା, ବକ୍ ବକ୍ ହେଇ ଗୁରୁଙ୍କ ମୁହଁକୁ ଅନେଇଥିଲା। ଗୁରୁ କହିଥିଲେ, କଡିଟିର ପ୍ରତି ପାଖୁଡା ଖୁଲି ଫୁଲ ହେବା ପାଇଁ କିଛି ସମୟ ଲାଗେ। ତୁମେ କେବେ ଚିନ୍ତା କରିଛ କି ସେ ପାଖୁଡା କିଏ ଖୋଲେ ଆଉ କେମିତି ଖୋଲେ? ତାକୁ କିଏ କହେ ସମୟ, କିଏ କହେ ନିୟତି, କିଏ କହେ ଭାଗ୍ୟ, ଆଉ କିଏ ଅଦୃଷ୍ଟ ଶକ୍ତି, କିଏ ବା କହେ ଭଗବାନ। ସେ ତାଙ୍କର ନିର୍ଘଣ୍ଟ ସମୟରେ ନିଜର ନରମ ହାତର ଚାତୁରୀରେ ଗୋଟେ କଡିକୁ ଖୋଲି ଫୁଲରେ ସଜାନ୍ତି।
आमे त्रिकालदर्शी होई कड़ीरू फूल हेबा जानी जदि निजे प्रयास करिबा तेबे अकाल कड़ीटी नष्ट हेबो। तेणु गुरु अंतर्यामी बा त्रिकालदर्शी भावी चालाकी न करी सस्तारे तांकर आशीर्वाद भिक्षा न करी तांकर दिया हुआ बाद बा इजिम को आश्रय कर चलले आमे जीवन रे आमर जीवन रे पाखुड़ा धीरे धीरे से खोली चलिबे। भविष्यतर समस्त संभावना आमे धीरे धीरे प्राप्ति हुई चलिबा। ये विश्वास आम रहा तांकर से हाथर चातुरी रे यदि दृढ़ विश्वास थाए तांकर इजिम तांकर बाद यदि हमें मानि चलती सी हाथर चातुरी रे धीरे 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 आमर भविष्य को खुली चलिए आउ जहाँ संभावना भविष्य आम समस्त प्राप्ति हवा। किंतु चालबाजी करी अंतर्यामी सब जानी पड़चंती चालाकी कले ए कड़ी जिमती नष्ट हो गला से जीवन नष्ट किछि ही प्राप्ति हो। तेणु यात्रा चली जीवन यात्रा यात्रा रे भिलियन मरिबो कि डायरेक्टर मरिबो भिलियन मरिबो कि हीरो मरिबो एक कथा डायरेक्टर डिसाइड कर। आमर किसी अधिकार ही नहीं डायरेक्टर को पचारिया पई जे आपण कहीं भिलियन को मारले एटी कहीं हीरो को मारले कि हीरो को मारले भिलियन को मारले एटा स्वतंत्र डायरेक्टर इच्छा दिन से आम जीवन यात्रा आम चली आमर प्राप्ति आमर संभावना सब तांका हाथ आम जी मानि चलिबा जी करि चलिबा सेतिके आमर पाखुड़ा खुली चलिबो आमर प्राप्ति ही चलिबो। और सेतली ये भावातीतम त्रिगुण रहितम सद्गुरुतम नमामि ये कथाटा साकार हेबो। किछि वर्ष परे पूर्वरु आपण माने पेपर रे देखिथिबे किछि वर्ष पूर्वरु आमे पेपर रे पढ़िले जे प्रतिभा राय से महाप्रभु जगन्नाथ दर्शन ले जाइथिले श्री मंदिर सेठारे तांकर साड़ी की किए टाणी पकेले तापरे पुणी ए सुनावेश बेले पद्मश्री विजेता इलियान को पंडा माने धक्का मारथिले से पद्मश्री विजेता से जगन्नाथ मंदिर रे पंडा माने तांको धक्का मारथिले। पेपर रे पढ़ी केते कथा केते स्तंभकार केते कथा कौन बाहर कर आम मन भी प्रश्न आसी हे प्रभु आपण कौन से मंदिर रे नाहंती आपण सामना रे गोटे एड़े बड़ बड़ व्यक्तित्व तांको एपरी अपदस्थ करा होची आपण को सह्य करछन केमती इवन जगन्नाथ मंदिर कथा छाड़तु किछि वर्ष तले सत्संग देवघर रे गोटे छोट पिला ट्रक तले चापी से आमे भूली जाइथिले प्रभु तुम अंतर्जामी प्रभु तुम दयामय भूली जाइथिले आमे कथा संगे संगे मन प्रश्न आसी प्रभु इंदिर पिलाटी कि दोष करथिला आपनकर सारा संसार को धरिक बापा माँ आसथिले आपन को टिके दर्शन करिया को आपन टी आशीर्वाद प्राप्ति करिया पई एई समय रे आपण इते क्रोध हेले जे बापा माँ हाथरू तांकर एकमात्र शिशु को आपण नियले आपण को जगह रे ये घटना घटे तन दुनिया रे आपण को भरोसा करी मनीष बंचिबो केमती
संगे संगे प्रश्नवाची आमर आसी जाए संगे संगे तांकर त्रिकालदर्शिता उपरे आमर प्रश्नवाची आसी जाए आम भूली जाती जे पूर्व जो गाई सकाल प्रार्थना करके जाइए एकम नित्यम विमल मचलम सर्वादि साक्षीभूतम भावातीतम त्रिगुण रहितम सद्गुरु ब्रह्म संगे संगे प्रश्नवाची आसी जाए तेणु जो मन दिने तांको एते विभूषण देके कहूला त्रिकालदर्शी अंतर्जामी से मन पुणी से त्रिकाल से प्रश्नवाची पुणी उंकी मारे किंतु आम भूली जाती डायरेक्टर से चलाया लोक से गाड़ी रो स्टेरिंग धरचंती से क्या मारे क्या धक्का देवे कार जीवन नहीं जीवे पुणी क्या नूतन जीवन दे ये सब डिसीजन तांकर प्रश्न शून्य ही एकांत भाव तांकर पाद पद्म को आम अनै बसिवा ठाकुर कहते थरे मु कौटी कुकुर होइकरी माड़ खाए आ कौटी मालिक होइकी भी माड़ मारे एक कथा ठाकुर निजे ही थर कहते तेणु यही सबू कथा तांको मुहर शुणिला परे तापरे यदि आम मनरे ये सबू कथा आसे आप निजुक्तर प्रश्न करंतु आमे तांको रास्ता रे केमती चलचंती तांको केते दूर भरोसा करचंती जीवन ले केते टिके तांको अनुभव करचंती तापरे भी जेतिकी प्राप्ति हिची तापरे भी जेतिकी प्राप्ति अच्छी एटा केवल तांकर अशेष दया गोटे कथा मनरे आसे थरे श्री चैतन्य महाप्रभु आसतिले जगन्नाथ दर्शन ले पुरी रे आसी थांती तांकर रहणी काटले विभिन्न भक्तों घरे कीर्तन समारोह है शेतर कीर्तन समारोह थाए श्रीवास ठाकुर घरे चैतन्य महाप्रभु कीर्तन ले गले सुंदर भावरे कीर्तन समारोह हैला कीर्तन सैला परे श्री चैतन्य महाप्रभु कहते सुंदर कीर्तन हैला सब कथा हैला किंतु हृदय भितर गोटे खाली खाली भाव कहीं आसुची मनटारे आनंद विहल हो नहीं मन भितर गोटे खाली खाली भाव कहीं आसुची से शिवस्थ ठाकुर कहते प्रभु आज ही मोर बड़ पुअर मृत्यु हो जाए श्रीचंद्र प्रभु व्यस्त विव्रत हो पड़े अरे एड़े बड़ कष्ट एड़े बड़ दुख आज ही तोर पुअर मृत्यु हो तू मत कहलु नहीं मत आगुरी जन पारथ शिवस ठाकुर कहले पाद तले पड़ जाते श्री चैतन्य महाप्रभु कहते प्रभु कहते प्रभु पुओ चलीगला किंतु आपण दया कले पुणी पुत्र आसो किंतु आपणकर मो घर जो उपस्थित आपणकर जो कीर्तन समारोह
ଏଇଟାକୁ ଯଦି ହରେଇଥାନ୍ତି ଆଉ ଜୀବନରେ ଆସିଥାନ୍ତି ନାହିଁ କହିପାରୁନି। ସେଇଥିପାଇଁ ମୁଁ ପୁଅ ମୃତ୍ୟୁକୁ ତୁଚ୍ଛ କରିଦେଇଥିଲି। ଇଏ ହେଉଛି ଏକାନ୍ତ ଭାବ। ଏ ଭାବ ଆମର କେବେ ଆସିବ? ବଡ ପୁଅର ମୃତ୍ୟୁକୁ ବି ସେ ତୁଚ୍ଛ କରିଦେଇଛନ୍ତି, କାହିଁକିନା ପ୍ରଭୁ ହେଇଛନ୍ତି ଆଜି। ପ୍ରଭୁଙ୍କର କୀର୍ତ୍ତନ ସମାରୋହ ହବ ଘର ଭିତରେ। ବଡ ପୁଅର ମୃତ୍ୟୁ ସେତେବେଳେ ତୁଚ୍ଛ ହେଇଯାଇଛି। ଇଏ ହେଲେ ପ୍ରଭୁ ଭକ୍ତ, ଠାକୁରଙ୍କର ଆଶିଷ ସେତେବେଳେ ହିଁ ଝରି ଆସିବ। ଏଇଭଳି ଏକତ୍ୱ ଭାବ ଯେତେବେଳେ ମଣିଷ ପାଖକୁ ଆସିବ, ସିଏ ହେଉଛନ୍ତି ଭାବଗ୍ରାହୀ। ସେ ଆପଣଙ୍କର ଅନ୍ତର ଭାବକୁ ସେ ଗ୍ରହଣ କରନ୍ତି। କେଉଁ ଭାବରେ ଆପଣ ତାଙ୍କ ପାଖରେ ଦଣ୍ଡାୟମାନ। ଆମେ ତ ଦୁଃଖ ଜର୍ଜରିତ ହେଇକରି ସବୁ ଦୁଃଖ ଦୈନ୍ୟ ସବୁ ନେଇ ତାଙ୍କ ଆଗରେ ପହଞ୍ଚୁଛନ୍ତି। ସେ ଚାହାନ୍ତିନି ଏଗୁଡାକ। ସେ ସବୁ ଦେଖୁଛନ୍ତି, ଆମ ଭିତରେ ଦୁଃଖ ଦୈନ୍ୟ ସବୁ ଦେଖୁଛନ୍ତି, କିନ୍ତୁ ସେ କହନ୍ତି ଏକୁ ହଟେଇବା ପାଇଁ ମତେ ଟିକେ ସୁଯୋଗ ଦେ, ଏକାନ୍ତ ହେଇଯା ତୁ ମୋର। এই ଦୁଃଖ ଦୈନ୍ୟ ମୁଁ ହଟେଇ ନେବି, କିନ୍ତୁ ଏକାନ୍ତ ମନରେ ମତେ ନେଇ ଚାଲ। କିନ୍ତୁ ଆମେ କେତେ ଜଣ କରିପାରନ୍ତି ଏ କଥା? ଶ୍ରୀ ବୈଷ୍ଣବ ଠାକୁରଙ୍କ ଭଳି ବଡ ପୁଅର ମୃତ୍ୟୁକୁ ସେ ଭୁଲି ଯାଇଥିଲେ, ତୁଚ୍ଛ କରିଦେଇଥିଲେ। ସେଇଭଳି ଆଚାର୍ଯ୍ୟ ଦେବ ଆଜି ସମସ୍ତଙ୍କୁ କହି ଚାଲିଛନ୍ତି ଯେ ତାଙ୍କୁ କିଛି ମାଗ ନାହିଁ, ଯେତିକି ପାଇଛ ସେଇଥିରେ ପରମ ତୃପ୍ତି ଲାଭ କର। ଆଉ ସବୁବେଳେ ନିବେଦନ କର, ପ୍ରଭୁ ତୁମ ପାଦ ପଦ୍ମରେ ଯେମିତି ମୋର ସ୍ଥାନ ଟିକେ ଥାଏ, ବାସ୍ ଏତିକି ନିବେଦନ। ଆଉ ପରମ ପିତା ସବୁ ବ୍ୟବସ୍ଥା କରିଦେଇକି ଯାଇଛନ୍ତି, ସବୁ ବ୍ୟବସ୍ଥା କରିଦେଇକି ଯାଇଛନ୍ତି। ଆଚାର୍ଯ୍ୟ ପରମ୍ପରା କ୍ରିଏଟ କରିଦେଇଛନ୍ତି, ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କରିଦେଇଛନ୍ତି। ସେ ଆଚାର୍ଯ୍ୟ ବି ତାଙ୍କର ଗୋଟେ ଅନ୍ତର୍ଦୃଷ୍ଟି ଥାଏ। ଆପଣ ତାଙ୍କ ପାଖରେ ଛିଡା ହେଲେ ସେ ଆପଣ ଶରୀର ଦେଖି ଖୁସି ହୁଅନ୍ତିନି, ଅନ୍ତର ଭିତରେ ଜ୍ୱାଳାଟାକୁ ସେ ଦେଖି, ଏ ଅନ୍ତର ଜ୍ୱାଳା ଦେଖି ତାର ନିରାକରଣ ସେ କରନ୍ତି। ଛୋଟିଆ ସମୟ ବୋଧେ ହେଇଯିବ, ଛୋଟିଆ କଥାଟେ କହିକିରି ମୋର ବକ୍ତବ୍ୟ ଶେଷ କରିବି। ଆମେ ମାନେ ଦେଓଘର ଯାଆନ୍ତି, ଦେଓଘରରୁ ଆଚାର୍ଯ୍ୟ ଆହୁରି 15 ମିନିଟ୍ ଅଛି। ଆଜ୍ଞା ଆଜ୍ଞା ଇଏ ଆଜି ଦେବେନ୍ଦ୍ର ଭାଇ ଆଜି ସକାଳଠୁ ମାନେ 4ଟାଠୁ ଆମର ବିଜୁ ଘଡିଘଡି ହେଇକରି କରେଣ୍ଟ ଫରେଣ୍ଟ କିଛି ନାହିଁ, ଆଉ ଭାରି ଅସୁବିଧା ଭିତରେ ଚାଲିଛି ସବୁ। ଆଜ୍ଞା ଦେଖୁଛି କେତେ ବାଟ କଣ କରିହଉଛି। ଆଜ୍ଞା ଆଜ୍ଞା ହଉ। ଇଏ ଆଚ୍ଛା, ଆଚାର୍ଯ୍ୟ ଦେବ ତାଙ୍କର ଅନ୍ତର୍ଦୃଷ୍ଟିରେ ସେ ସବୁ ଦେଖିପାରନ୍ତି। ପ୍ରକାଶ କରିବା କିଛି ଆବଶ୍ୟକ ନାହିଁ, ଖାଲି ଆପଣ ଥରେ ତାଙ୍କର ସେ ଅରା ଭିତରକୁ ଚାଲିଯାଆନ୍ତୁ, ଦେଖିବେ କେମିତି ସେ ସମାଧାନ କରୁଛନ୍ତି। ଥରେ ଆମର ସେ ସତ୍ସଙ୍ଗର ଆଚାର୍ଯ୍ୟ ଭବନ ଠାକୁର ପରିବାର ଘରୁ ଯୋଉ ରାସ୍ତାଟା ଆସିଛି, ସେ ରାସ୍ତାର ସାମ୍ନାରେ ଯୋଉ ଚାହା ଦୋକାନଟା, ପ୍ରାୟ ଯିଏ ଦେଓଘର ଯାଇଛନ୍ତି ସମସ୍ତେ ଚାହା ପିଅନ୍ତି। ନେପାଳ ଭଳି ଦେଖିବାକୁ ସେ ଲୋକଟି, ବାପ ପୁଅ ତାର ଝିଅ 3-4 ଜଣ ମିଶିକି ଚାହା ପରସନ୍ତି। ଏଠି ସୁନ୍ଦର ଚାହା ଦିଅନ୍ତି, ପ୍ରାୟ ସମସ୍ତେ ଏଠି ଚାହା ଖାଆନ୍ତି। ସେଦିନ ସେ ପିଲାଟିର ଅଭ୍ୟାସ ଥିଲା, ଚାହା ଦୋକାନ ଖୋଲିବ, ଆଚାର୍ଯ୍ୟ ଦେବ ଆସିଲା ମାନେ ଯାଇକି ଥରେ, ସେତେବେଳେ ପୂଜ୍ୟପଦ ଆଚାର୍ଯ୍ୟ ଦେବ ଆଚାର୍ଯ୍ୟ ହେଇନଥିଲେ, ସେ ବାରଣ୍ଡାରେ ବସୁଥିଲେ, ଇଏ ଯାଇକି ସେଠି ଗୋଟେ ପ୍ରଣାମ କରିଦେଇକି ଆସିବ। ଏଇଟା ହେଲା ତାର ନିତ୍ୟ ଦିନ କର୍ମ। ଟିକେ ପ୍ରଣାମ କରିଦବ, ପଳେଇ ଆସିବ। ସେଦିନ ସେ ଯାଇକିରି
आचार्य देव को प्रणाम करुच्ची प्रणाम कर दी तार मन को पड़ी आसुची आचार्य देव कहले ताकू बोल ता ना भी दीपक दीपू ना कौन ता ना ए दीपक बोल आचार्य देव डाकुचन शुणिकी संगे संगे दौड़ी जाइथिला आ आंठई पड़िथिला तांक पाखरे आचार्य देव कहउचंती तू काली भेलोर जाई परिबु से आश्चर्य होगला भेलोर किए सी किए चाह बिकुची से जे भेलोर कौन से कौन कि बुझी पाला नहीं ऑंटी मारदेला कहला आपन कहले चल जी पाखरे थिबा पिला को ठाकी कहले तार जीवार बंदोबस्त कर दबु सी जाई भेलोर रे तार हार्ट टाकू चेक कर दे आसियो आपण से पिला को भी देखिबे मु भी से पिला को देखि सुंदर चेहरा के भाबिबेनी से पिलार हार्ट रे किसी प्रॉब्लम अछि बोली जाओ जो पिला को कहला से इमिडिएट तार टिकट कर देला तार जीवा पे सब बंदोबस्त हो गला से भेलोर जाइछि जाइकरी से डाक्टर को देखिछि डाक्टर बहुत स्टडी कला परे देखले ता हार्ट भीतर गोटे छोट ट्यूमर डेवलप हुई इन डेवलपिंग स्टेज से कहले डाक्टर को पचारथि अरे बाबू तुम टेस्ट रिपोर्ट कौन कहीं तुमर जो हार्ट भीतर एमती ट्यूमर हुई कि तुम हार्ट रे किसी पेन होता कि कहला ना मोर किसी पेन हिन केबे ना तुम ये पलि आसल कहीं तुम टेस्ट रिपोर्ट कहीं आम जो जाती भेलोर फेलोर उड़ीसा अनेक डाक्तर को देखती एठू फेलोर है भेलोर जाती यार सेमती किसी टेस्ट रिपोर्ट ना ये सीधा जाके डाक्तर पाखे पहुंचे से डाक्तर प्रथम टेस्टिंग स्टार्ट कर ब्लड टेस्ट अमुक टेस्ट सब तो करती किंतु आगे इनिशियली आपंकर रिपोर्ट गुड़ा आगे देखिक से कन्फर्म हमें यार ये डिजीज तापर से टेस्ट करती या पाखे सीमित किसी नाला कहला मुझे खाली आसी मो गुरुदेव कहते जे मो हार्ट टिके चेक कर दियो आश्चर्य हो गले अरे तुम गुरुदेव किए टेस्ट रिपोर्ट कहीं से भावुन गुरुदेव मान गोटे डाक्तर जे गुरुदेव टेस्ट रिपोर्ट कहीं ना गुरुदेव टेस्ट रिपोर्ट किसी देना सी खाली कहते आपन हार्ट चेक करदे फाइनल स्टेज रे हार्ट रे जो ट्यूमर से पाइला परे कहते ये ट्यूमरटा इमिडिएट बाहर कर देवा पड़ो ना अनेक क्षति करदब तुम से आश्रम को आचार्य देव पाखे निवेदन कर खबर पठे आचार्य देव समस्त बंदोबस्त कर ऑपरेशन तार ट्यूमर बाहर कराई सब सैला परे लास्ट रे डाक्तर पाखु जिते से विदाय नहीं के आसी डाक्तर पचारती ये तुमको टेस्ट करी कहते तुमर क्या ट्यूमरटा एत छोट स्टेज रे थिला जोटा कि टेस्ट रे पाइबा भी भारी कष्ट थिला टेस्ट रे धरिया भी भारी कष्ट थिला बहुत चेष्टा करके से जानी सेठू से पचार जो डाक्तर गुरुदेव तुमर ट्यूमर कथा कहते से कौन तुमको चेक कर टेस्ट करते से कहते किसी लैबोरेटरी कौन टेस्ट करते से देखी कहते से देखी कहते तुम भेलोर जाओ तो डाक्तर मन आंदोलित होता ये किसी मेसीन दरकार नहीं से केवल अंतर्दृष्टि ही दरकार से अंतर्दृष्टि से देखी दिखती आपंकर कौटी ट्यूमर कौटी भाल्व डैमेज कौटी कौन किसी प्रकाश करने आवश्यक नहीं से डाक्तर व्यस्त हो जाते किमिति आसी ये डाक्तर को टिके देखा करिया सुदूर भैलूर प्रोग्राम करके आसते पूज्य बाबा को टिके प्रणाम करने
ଏଠି ଆସି ପ୍ରଣାମ କରିଥିଲେ। ଏଠିକି ଆସିକି ଯୋଉ ଅବସ୍ଥା ଦେଖିଥିଲେ ତା ମୁଣ୍ଡ ଖରାପ ହେଇଥିଲା। ସେ ଭାବିଥିଲେ ଏଟା ଗୋଟେ ହସ୍ପିଟାଲ ଯୋଉଠିକି ସେ କଣ କେମିତି ଟେଷ୍ଟ ଫେଷ୍ଟ କରି କହୁଛନ୍ତି। ଏଠି ଆସିକି ଦେଖିଲେ ଓପନ ପେଣ୍ଡେଲରେ ବସିଛନ୍ତି ଗୋଟେ ବେଞ୍ଚ ଉପରେ, ଯିଏ ହଜାର ହଜାର ଲୋକ ପ୍ରଣାମ କରୁଛନ୍ତି, ତାରି ଭିତରେ ଆଶୀର୍ବାଦ ଭିକ୍ଷା କରୁଛନ୍ତି, ତାର ଭିତରେ ଭଲ ମନ୍ଦ ବୁଝାବୁଝି ସବୁ ଚାଲିଛି। ସେ ଦେଖିକି ଆଶ୍ଚର୍ଯ୍ୟ ହେଇଥିଲେ, ଆଉ ଦୀକ୍ଷା ନେଇକି ବି ଯାଇଥିଲେ। ଇଏ ହେଲା ଏଇ ଯୋଉ ଏକାନ୍ତ ଭାବ। ପିଲାଟି ଚା ଦୋକାନଟେ କରିଛି, କିନ୍ତୁ ମନରେ ଭାବିଥିଲା ଗୁରୁଦେବ ସେ ମୋର ଚା ବିକ୍ରି ହଉ, ତା ଭିତରେ ସବୁଦିନେ ତାଙ୍କ ଦର୍ଶନ ପ୍ରଣାମ ଟିକେ କରିବି, ସମର୍ପି ଦେଇଥିଲା ନିଜକୁ ତାଙ୍କ ପାଖରେ। ସେଇଥିପାଇଁ ସେ ତାକୁ କୋଳେଇ ନେଇଥିଲେ। ଚା ଦୋକାନଟେ ଯଦି ନିଜକୁ ସମର୍ପିତ କରିଦେଇ ପାରୁଛେ ତାଙ୍କ ପାଖରେ, ଆମେ କଣ ପାରିବାନି? ଆମେ ନିଶ୍ଚୟ ପାରିବା। କେବଳ ସେଇ ଏକାନ୍ତ ଭାବ ଆଉ ନେଇ ଚାଲିଲେ ତାଙ୍କ ଆଶୀର୍ବାଦରେ ଆମ ଜୀବନରେ କଡ଼ିକା ଆସ୍ତେ ଆସ୍ତେ ଖୋଲିଯିବ। ସମସ୍ତ ପ୍ରାପ୍ତି ଆମେ ପାଇବା। ତା ପାଇଁ ବ୍ୟସ୍ତ ନ ହୋଇ କେବଳ ତାଙ୍କୁ ମଥାରେ ନେଇ ଚାଲିବା। ସର୍ବାଗ୍ରେ ଯୋଉମାନେ ଏ ସତ୍ସଙ୍ଗରେ ଜଏନ କରିଛନ୍ତି ସମସ୍ତେ ଗୁଣୀ ଜ୍ଞାନୀ ଲୋକ। କଣ ମୁଁ କହିଛି ଯଦି ଭୁଲ ବଟକ କରିଥାଏ ମତେ ସହୃଦୟରେ କ୍ଷମା ଦେବେ। ଆଉ ପରମ ପିତାଙ୍କ ପାଖରେ ମୁଁ ପ୍ରାର୍ଥନା କରେ ଯେ ପ୍ରଭୁ ଆପଣ ଟିକେ ଦୟା କରନ୍ତୁ, ସମସ୍ତେ ଯେମିତି ଆପଣଙ୍କୁ ଆଉ ତ୍ରିକାଳଦର୍ଶୀ କହି ଆପଣଙ୍କ ପାଖକୁ ଦୌଡ଼ି ନ ଯାଆନ୍ତୁ, ଅନ୍ତର୍ଯାମୀ କହି ଦୌଡ଼ି ନ ଯାଆନ୍ତୁ, ମନ ଭିତରେ ସେ ଭାବ ନେଇ ଯାଆନ୍ତୁ। ଆଉ ଜୀବନରେ ସମସ୍ତ ସୁଖ ସମୃଦ୍ଧି ଉପଭୋଗ କରି ଚାଲନ୍ତୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ। ଜୟ ଗୁରୁ। ଆଜି ଆଉ ଜଣେ ସତ୍ସଙ୍ଗ ନିବେଦନ କରିଛନ୍ତି, ସେ ଆମର ସମ୍ମାନୀୟ ପ୍ରମୋଦିନୀ ମା ଶ୍ରୀ ପ୍ରମୋଦ ତାଙ୍କର ଜନ୍ମଦିନ ଉପଲକ୍ଷେ। ଆଉ ସେ ପ୍ରୀତମଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ପ୍ରମୋଦିନୀ ମା ତାଙ୍କ ପରିବାର ସମସ୍ତଙ୍କର ପାଇଁ ଠାକୁରଙ୍କ ଶ୍ରୀ ଚଣ୍ଡୀ ପ୍ରାର୍ଥନା। ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ ପ୍ରଭାକର ଭାଇ ଇଞ୍ଜିନିୟର ପ୍ରଭାକର ଦାସ ବିଭିନ୍ନ ଦିଗ ଦେଖି ଠାକୁରଙ୍କ କଥା ତୋଳି ଧରିଲେ। ଏକଂ ନିତ୍ୟଂ ବିମଳମଚଳମ୍ ସର୍ବଧି ସାକ୍ଷୀଭୂତମ୍, ଏହି କଥାକୁ ନେଇକି ଏଟା ଆମେମାନେ ଯାହା କହିଥାଉ, ବନ୍ଦନା କରିଥାଉ, ଆଉ ସଦ୍ଗୁରୁ ବନ୍ଦନାରେ ସେଟା କେବଳ ବନ୍ଦନା ଭିତରେ ଥାଏ ନା ପ୍ରକୃତରେ ଆମେ ଆମର ହୃଦୟ ଭିତରେ ଆମେ ଅନୁଭବ କରୁ ଯେ ସେ ପ୍ରକୃତରେ ସେ ଏକ ଦ୍ୱିତୀୟ ଏ କଥା ନେଇକି ବା ସେ ନିର୍ମଳ ଆଉ ଏସବୁ କଥା ନେଇକି ଆମମାନଙ୍କ ଭିତରେ କେତେ ଆମେମାନେ କେବଳ ନିଜର ସୁଖ ସୁବିଧା ପାଇଁ ଆମେ ଅନେକ ସମୟରେ ତାଙ୍କ ପାଖକୁ ଯାଉ। ଆଉ ସେଇ କଥା ଆରମ୍ଭ କରି ଏପରିକି ଆମମାନେ ତାଙ୍କର କଷ୍ଟ ଯେତେବେଳେ ଆସନ୍ତି, ଆଉ କେତେ ଦୂର ଆସିଲେ, କେତେ କଷ୍ଟ କଲେ, କଣ ହେଲା, ସେ କଥା ଆମେ ବୁଝିବାକୁ ପ୍ରସ୍ତୁତ ନୁହେଁ। ଆମେ କିନ୍ତୁ ଆମ ସୁଖ ପାଇଁ ଆମେ କେମିତି ତାଙ୍କୁ ଦର୍ଶନ କରିବୁ, ଆମ କଥା କହିବୁ, ଆମ ନିବେଦନ କରିବୁ, ଏସବୁ ଆମର ଯେଉଁ ଭାବନା ଥାଏ ସେ କଥା ନେଇ ସୁନ୍ଦର ଭାବରେ ଉପସ୍ଥାପନ କଲେ। ଆଉ ସମସ୍ତେ ନିୟତିରେ ବନ୍ଧା, ସମ ନିୟତି ଅନୁସାରେ ଯେତେବେଳେ ଯାହା ଘଟିବା କଥା ଘଟିବ। ପଦ୍ମ ପାଖୁଡ଼ାଟା ଖୋଲିବା ପାଇଁ ସମୟ ବି ଲାଗିବ, ତେଣୁ ତାକୁ ନେଇକି ଆମକୁ ସେ କଥାକୁ ନେଇକି ଆମକୁ ଗ୍ରହଣ କରିବାକୁ ପଡ଼ିବ। ସେ ଭିତରେ ଠାକୁରଙ୍କର କଥା ତୁଳି ଧରିଲେ, ଆଉ ଜଣେ ଗୁରୁଙ୍କର କଥା ତୁଳି ଧରିଲେ, ଆଉ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ଶ୍ରୀବତ୍ସଙ୍କର କଥା ମଧ୍ୟ ତୁଳି ଧରିଲେ, ଯାହାଙ୍କର ପୁତ୍ର ମୃତ୍ୟୁ ମୁଖରେ ପଡ଼ିଛି କିନ୍ତୁ ସେପଟେ ମହାପ୍ରଭୁ ଆସିଛନ୍ତି କୀର୍ତ୍ତନ ଚାଲୁଛି, ସେ କଥା ମଧ୍ୟ ଆମ ପାଖରେ ତୁଳି ଧରିଲେ। ଏବଂ ପରମ ପୂଜ୍ୟବାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କର ଯେଉଁ ଅନ୍ତର୍ଦୃଷ୍ଟି, ସେ ଭିତରେ ଶ୍ରୀ ଦୀପୁ ଭାଇଙ୍କର ଯେଉଁ କଥା ନେଇକି ଡାକ୍ତର ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ, ସେ ତ ଡାକ୍ତର ରୁହନ୍ତି, ସେ କେମିତି ଜାଣିଲେ, ତାଙ୍କର ଡାଇଗ୍ନୋଷ୍ଟିକ୍ କ'ଣ, ଏସବୁ କଥା ନେଇକି ସୁନ୍ଦର ଭାବରେ ଆମ ପାଖରେ ସବୁ ତୁଳି ଧରିଲେ। ଆମମାନେ ଆମର ସମ୍ମାନୀୟ ପ୍ରଭାକର ଭାଇଙ୍କର ସୁସ୍ଥ ଶରୀର ନିରାମୟ ଦିନ ପାଇଁ, ତାଙ୍କ ପରିବାର ସମସ୍ତଙ୍କର ସର୍ବଦ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହିକି ଆମ ପ୍ରେରଣା ପୃଷ୍ଠ କରିଥାନ୍ତୁ।
এই ଧାରେ ହିଁ ତାଙ୍କର ପ୍ରେମ ଥାଉ। ଏହା ହିଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ଆଜ୍ଞା ଜୟଗୁରୁ ଆଜ୍ଞା। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଆଜ୍ଞା ଜୟ। ଆଉ ଭାଇ ଆପଣଙ୍କର ଆମ ସମସ୍ତଙ୍କର ପ୍ରାର୍ଥନା ବି ଆମେ ଯେତେ ଅଛୁ ସମସ୍ତଙ୍କ ପାଇଁ ମୁଁ ପ୍ରାର୍ଥନା ଜଣାଉଛି। ସମସ୍ତଙ୍କର ସେ ପ୍ରାର୍ଥନା। ଆମ ପ୍ରଭାକର ଭାଇ ବହୁତ ସୁନ୍ଦର ଭାବରେ କଥା ଗୋଟେ କହିଲେ, ବହୁତ ଅନ୍ତରସ୍ପର୍ଶୀ। ଆଜ୍ଞା ଠାକୁର ତାଙ୍କର ମଙ୍ଗଳ କରନ୍ତୁ, ଏହା ହିଁ ପ୍ରାର୍ଥନା ଆମ ସମସ୍ତଙ୍କ ପ୍ରାର୍ଥନା। ଆଜ୍ଞା ଜୟ ଜୟଗୁରୁ ଗୁରୁ ଦାଦା ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। ଆଜ୍ଞା। ଆଉ ଆସନ୍ତାକାଲିର ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସ୍ୱୟଂ ସୁର ଭାଇ, ଠାକୁରଙ୍କର ପବିତ୍ର ପାଞ୍ଜାବୀ କର୍ମୀ ସୁରେନ୍ଦ୍ର କୁମାର ଦାସ। ତ ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ଅଜବ ମଧୁଣୀ ମୀନା ଅଜୟ କୁମାର ବେହେରା, ତାଙ୍କର ପିତୃ ଶ୍ରାଦ୍ଧ ଉପଲକ୍ଷେ ଆସନ୍ତାକାଲି ସତ୍ସଙ୍ଗ ଆମେ ଯୋଗଦାନ କରିବା। ଆଉ ବର୍ତ୍ତମାନ ଆମର ଶ୍ରଦ୍ଧା ଜଗଦୀଶ ଭାଇ, ଠାକୁରଙ୍କର ପବିତ୍ର ପାଞ୍ଜାବୀ କର୍ମୀ ଶ୍ରଦ୍ଧା ଜଗଦୀଶ କୁମାର ସାମନ୍ତରାୟ ସମାପନୀ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ। ଜୟ ଗୁରୁ। ଜୟ ଗୁରୁ। ଆଜି ଏ ଜୀବନ ହେଲା ପ୍ରଭୁ ଧନ୍ୟ, ତୁମରି ପରସ ପାଇ। ଆଜି ଏ ଜୀବନ ହେଲା ପ୍ରଭୁ ଧନ୍ୟ, ତୁମରି ପରସ ପାଇ। ଦେଇଛ ଶରଣ ନର ନାରାୟଣ, ଆଉ କିଛି ଲୋଡ଼ା ନାହିଁ। ଦେଇଛ ଶରଣ ନର ନାରାୟଣ, ଆଉ କିଛି ଲୋଡ଼ା ନାହିଁ। ଏହି ଯୁଗକୁ ପୁରୁଷୋତ୍ତମ, ଏହି ଯୁଗକୁ ପୁରୁଷୋତ୍ତମ, ଏହି ଯୁଗକୁ ପୁରୁଷୋତ୍ତମ, ଏହି ଯୁଗକୁ ପୁରୁଷୋତ୍ତମ। ବେଲ ଆସି ସତ ନାମ, ଏହି ଯୁଗକୁ ପୁରୁଷୋତ୍ତମ। ବେଲ ଆସି ସତ ନାମ, ଏହି ଯୁଗକୁ ପୁରୁଷୋତ୍ତମ। ବେଲ ଆସି ସତ ନାମ, পুরুষোত্তম। বেল আছি সত নাম, পুরুষোত্তম। বেল আছি সত নাম, পুরুষোত্তম। এ নামরে যোগ, এ নামরে ভোগ, এ নাম জীবন তরি। এ নামরে যোগ, এ নামরে ভোগ, এ নাম জীবন তরি। এ নাম মননে, এ নাম স্মরণে, দুঃখ যায় অপসরি। এ নাম মননে, এ নাম স্মরণে, দুঃখ যায় অপসরি। শ্রী মধুর নাম রস, শ্রী মধুর নাম রস, শ্রী মধুর নাম রস, শ্রী মধুর নাম রস। নাচে মনর পরাস, 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 শ্রী মধুর নাম রস। মনর পরাস, শ্রী মধুর নাম রস। আছে মনর পরাস, মধুর নাম রস। টুটিছি প্রেমের উইছি ভাস্কর, আলোকিত এ সংসার। টুটিছি প্রেমের
উইছে ভাস্কর আলোকিত সংসার ଥିଲା ଯାହା ସ୍ୱପ୍ନ କରିଲ ଜାଗ୍ରତ କଲ ଜୀବନ ସଂସାର ଥିଲା ଯାହା ସ୍ୱପ୍ନ କରିଲ ଜାଗ୍ରତ କଲ ଜୀବନ ସଂସାର ଯୁগে ଯୁগে অবতরি যুগে যুগে অবতরি যুগে যুগে অবতরি যুগে যুগে অবতরি প্রভু হে করে পারি যুগে যুগে অবতরি প্রভু হে করে পারি যুগে যুগে অবতরি প্রভু হে করে পারি वंदे पुरुषोत्तमं वन्दे पुरुषोत्तमं वंदे पुरुषोत्तमं वन्दे पुरुषोत्तमं वंदे पुरुषोत्तमं वन्दे पुरुषोत्तमं परम प्रेममय श्री श्री ठाकुर कुलचंद्र जी की जय प्रेममय श्री श्री ठाकुर कुलचंद्र जी की जय प्रेममय श्री श्री ठाकुर कुलचंद्र जी की जय जय जगत जननी श्री श्री बड़मा की जय जगत जननी श्री श्री बड़मा की जय परमानंद जगत जननी श्री श्री बड़मा की जय परम पाद श्री श्री बड़दा की जय परम पाद श्री श्री बड़दा की जय परम पूज्य पाद श्री श्री बड़दा की जय परम पूज्य पाद श्री श्री आचार्य देव की जय परम पूज्य पाद श्री श्री आचार्य देव की जय परम पूज्य पाद श्री श्री आचार्य देव की जय सत्संग की जय सत्संग की जय सत्संग की वंदे पुरुषोत्तमं वन्दे पुरुषोत्तमं वंदे पुरुषोत्तमं वन्दे पुरुषोत्तमं वंदे आज पितृन् वन्दे राजपितॄन् वंदे मातृवर्गान् वन्दे मातॄन् वंदे अंकुष्ट दैवतन् वन्दे अंकुशदैवतं वंदे पुरुषोत्तमं वन्दे पुरुषोत्तमं परम प्रेम श्री ठाकुर कुलचंद्र जी की জয় গুরু আপন সমস্ত মোর জয় গুরু জগন্নাথ ভাই জয় গুরু জয় গুরু মা মানে জয় গুরু সমস্ত জয় গুরু দাদা জয় গুরু দাদা নাম জয় গুরু